ପ୍ରକୃତ ସମ୍ମାନ ସେଇଠି ଥାଏ ଯେଉଁଠି ଆପଣ ନଥାଇ ବି ଆପଣଙ୍କ ବିଷୟରେ ଲୋକ ଭଲ କଥା କୁହନ୍ତି। ପ୍ରକୃତ ଦୁଃଖ ତ ଆମକୁ ସେତେବେଳେ ଲାଗେ ଯେତେବେଳେ ଆମେ ଆମ ପ୍ରିୟ ମଣିଷ ସହ କଥା ହେବାକୁ ଚାହୁଁ କିନ୍ତୁ ସେ ଆମକୁ ଇଗ୍ନୋର କରେ। ଯାହା ସହିତ କଥା ହେବାର ଅଭ୍ୟାସ ହୋଇଯାଏ ତା ସହିତ ଦିନେ କଥା ନହେଲେ ମନ ଭଲ ଲାଗେ ନାହିଁ। ବେଶୀ ଭଲ ପାଉଥିବା ମଣିଷଠାରୁ ଟିକେ ଆଘାତ ପାଇଲେ କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରି ପଡ଼େ। ସରଳ ତଥା ଶାନ୍ତ ରହିବା ଭଲ, କିନ୍ତୁ ଏତେ ବି ଶାନ୍ତ ସ୍ୱଭାବ ରୁହନି ଯେମିତି ଦୁନିଆ ତୁମକୁ ଡରୁଆ ଭାବି ନେବ। ସାହାଯ୍ୟ କଲେ ଭଲ, ପୁଣ୍ୟ ବଢ଼େ, କିନ୍ତୁ ଦାନବୀର ରାଜା ହରିଶ୍ଚନ୍ଦ୍ରଙ୍କ ଭଳି ନୁହେଁ କି ଅଙ୍ଗରାଜ କର୍ଣ୍ଣଙ୍କ ଭଳି ନୁହେଁ। ସେତିକି ସାହାଯ୍ୟ କରନ୍ତୁ ଯେତିକି ଆପଣଙ୍କ ସକ୍ଷମତା ଅଛି, କାରଣ ଇତିହାସ ସାକ୍ଷୀ ଅଛି ଅତି ସାହାଯ୍ୟ କରୁଥିବା ମଣିଷ ହିଁ ସବୁଠାରୁ ଅଧିକ ଦୁଃଖ ଆଉ କଷ୍ଟ ପାଇଛି। ନିଜ କର୍ମ ଉପରେ ଭରସା ରଖନ୍ତୁ, ରାଶି ନକ୍ଷତ୍ର ଉପରେ ନୁହେଁ, କାରଣ ଗୋଟିଏ ସମାନ ରାଶି ଭଗବାନ ଶ୍ରୀରାମ ଆଉ ରାବଣର ମଧ୍ୟ ଥିଲା, କିନ୍ତୁ ପରିଚୟ ସେମାନଙ୍କୁ ନିଜ କର୍ମ ହିସାବରେ ହିଁ ମିଳିଥିଲା। ଜୀବନରେ ଭଲ କାର୍ଯ୍ୟରେ ଏପରି ବ୍ୟସ୍ତ ହୋଇଯାଆନ୍ତୁ ଯେପରି ପଶ୍ଚାତାପ, ଦୁଃଖ ଆଉ ଭୟ ପାଇଁ ଆପଣଙ୍କ ଜୀବନରେ ସମୟ ହିଁ ନଥିବ। ଲୋକଙ୍କ ମନ ଭରି କଲେ ସେମାନେ ଆଉ ଆଗ ଭଳି ଭଲ ପାଆନ୍ତି ନାହିଁ, ସେମାନେ ବଦଳି ଯାଆନ୍ତି। ହୃଦୟ ଯାହାକୁ ଆପଣେଇ ନିଏ ତାହା ପ୍ରେମ, କିନ୍ତୁ ଭାଗ୍ୟ ଯାହାକୁ ଆପଣେଇ ନିଏ ତାହା ପ୍ରତାରଣା। ଯେତେବେଳେ ଭରସା ଭାଙ୍ଗିଯାଏ ସେତେବେଳେ ସରି କହିବାର କିଛି ମୂଲ୍ୟ ନଥାଏ। ସବୁ ପ୍ରେମ କାହାଣୀ କେବଳ ଭୁଲ ବୁଝାମଣାରେ ଭାଙ୍ଗି ନଥାଏ। କିଛି ପ୍ରେମ କାହାଣୀ ପରିବାରର ଆତ୍ମସମ୍ମାନକୁ ବଞ୍ଚାଇବାକୁ ଯାଇ ଅଧୁରା ରହିଯାଏ। ସମ୍ପର୍କ ଭାଙ୍ଗିଗଲା ବୋଲି ମୁହଁରେ କହିବା ବହୁତ ସହଜ, ହେଲେ କାହାର ସ୍ମୃତିକୁ ମନରୁ ଭୁଲିବା ଏତେ ସହଜ ନୁହେଁ। ଏହା ଦୁନିଆର ପ୍ରକୃତ ସତ୍ୟ ଅଟେ। ଆପଣ କେତେ ବି ଭଲ କାମ କରନ୍ତୁ, ପ୍ରଶଂସା ସବୁବେଳେ ଶ୍ମଶାନରେ ହେବ। ଯେ ପର୍ଯ୍ୟନ୍ତ କେହି ଡାକନ୍ତି ନାହିଁ କାହା ପାଖକୁ ଯାଆନ୍ତୁ ନାହିଁ, କିନ୍ତୁ ଯେବେ କେହି ସମସ୍ୟାରେ ଅଛି ତ ଡାକିବାର ଅପେକ୍ଷା କରନ୍ତୁ ନାହିଁ ଏବଂ ଖୋଲା ମନରେ ସାହାଯ୍ୟ କରନ୍ତୁ। ଏହା ଜାଣିବା ପରେ ବି ଥରୁଟିଏ ସାହାଯ୍ୟ ନ କଲେ ସେହି ମଣିଷ ପ୍ରଥମରୁ କରିଥିବା ସବୁ ସାହାଯ୍ୟ ଭୁଲିଯିବ। ଜୀବନ ଥରୁଟିଏ ମିଳିଥାଏ, ବାରମ୍ବାର ନୁହେଁ। ଏହାକୁ ନିଜ ଖୁସି ଆଉ ସ୍ୱାଧୀନତାରେ ବଞ୍ଚିଲେ ଜୀବନର ସ୍ୱାଦ ଜାଣି ହୁଏ। ମନ କଷ୍ଟ ହେଲେ ଏକୁଟିଆ କାନ୍ଦିଦେଲେ ଯେଉଁ ଶାନ୍ତି ମିଳେ, ସେ ଶାନ୍ତି କାହା ଆଗରେ ନିଜ ଦୁଃଖ କହିଲେ ମିଳିନଥାଏ। ନିଜକୁ ଏତେ ମଜବୁତ କରିଦିଅ ଯେପରି ଦୁନିଆର କୌଣସି ଶକ୍ତି ତୁମ ମନର ଶାନ୍ତିକୁ ଭଙ୍ଗ କରିପାରିବ ନାହିଁ। ଦୁଃଖକୁ ଧ୍ୟାନ ଦିଅ ନାହିଁ, ଦୁଃଖ ବଢ଼ିଯିବ। ଏହା ତ ସଂସାରର ନିୟମ। ଆପଣ ଯାହାକୁ ଅଧିକ ଧ୍ୟାନ ଦେବେ ତାହା ଆପଣଙ୍କ ଜୀବନରେ ସକ୍ରିୟ ହୋଇଯିବ। ମନେ ରଖନ୍ତୁ, ଦୁଃଖ କଷ୍ଟ ଅଛି, ଏହାର ଅର୍ଥ ଆମେ ବଞ୍ଚିକି ଅଛେ, ନଚେତ୍ ମରିବା ପରେ ତ ଶରୀର ଜଳେ କିନ୍ତୁ କିଛି ଅନୁଭବ ହିଁ ହୁଏ ନାହିଁ। ଆବଶ୍ୟକ ଥିଲେ ବଚନ ଦିଅ, ଅଯଥା କଥା କହି ନିଜର ମୂଲ୍ୟ କମାନ୍ତୁ ନାହିଁ। ଯାହା ଜୀବକୁ ସ୍ୱାଦ ଲାଗିଥାଏ ତାହା ଶରୀର ପାଇଁ ହାନିକାରକ ହୋଇଥାଏ। ଯାହା ମନକୁ ଖୁସି ଦେଇଥାଏ ତାହା ଜୀବନ ପାଇଁ ହାନିକାରକ ହୋଇଥାଏ। ସେଥିପାଇଁ ତାହା କରନ୍ତୁ ଯାହା ଭବିଷ୍ୟତକୁ ସୁନ୍ଦର କରିବ, ତାହା ନୁହେଁ ଯାହା କିଛି ସମୟ ପାଇଁ ଖୁସି ଦେବ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।